ଆମକୁ ପୁଣି ଥରେ ମାର୍କେଟ ଯିବାକୁ ପଡ଼ିଲା। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ଖାଇବାରେ ଥିଲା ଚିକେନ ବିରିୟାନୀ, ଯେଉଁଥିରେ ଝିଅ ଆଉ ମୁଁ ଖାଇଥିଲୁ। ହବିଙ୍କର ଭୋଜି ଯେହେତୁଥିଲା ଆମ ପାଇଁ ବିରିୟାନୀ ଆଣି ଦେଇକି ଯାଇଥିଲେ। ତାପରେ ଖିଆପିଆ କରିକି ଟିକେ ରେଷ୍ଟ କରିକି ବାହାରି ପଡ଼ିଥିଲୁ ମାର୍କେଟ। ଖରା ତ ହେଉଛି, ଦିନ ବେଳା ଟୋଟାଲି ବାହାରି ହେଉନି, ତେଣୁ ଆମେ 5:30 ବେଳକୁ ବାହାରି। ଖରା ହେଉନଥିଲା, କିନ୍ତୁ ରାସ୍ତାର ତାର ତାପମାତ୍ରା ବହୁତ ଜୋରେ ଅଧିକା ଥିଲା। ମୁହଁକୁ ମଧ୍ୟ ତାର ତାତି ପାରୁଥିଲା। ଲୁଗାପଟା କିଣିବୁ, ସେଠି ଯାଇକି ପହଞ୍ଚି ଯାଇଥିଲୁ କି ଆମେ ଜଣଙ୍କୁ ଅପେକ୍ଷା କରିଛୁ, ସେମାନେ ଆସିଲେ ଆମେ ଭିତରକୁ ଯିବୁ। ନଜର ପଡ଼ି ଯାଇଥିଲା ଗୁପଚୁପ ଷ୍ଟଲ ଉପରେ। ଆମେ ଗୁପଚୁପ ଖାଇକି ଭିତରକୁ ପଶିଥିଲୁ। ମାନେ ହେଉଛନ୍ତି ଯୋଉମାନଙ୍କୁ ଆମେ ଅପେକ୍ଷା କରିଥିଲୁ, ସେଥିମଧ୍ୟରୁ ଜଣେ ହେଉଛନ୍ତି ମୋ ଭାଣିଜୀ, ଆଉ ଜଣେ ହେଉଛନ୍ତି ଆମ ବଡ଼ ନାନୀ। ଆଜି ବହୁତ ସାରା ଲୁଗାପଟା କିଣିବାର ଥିଲା, କାରଣ ଆଗକୁ ଆମର ଗୋଟେ ଘରେ ବଡ଼ ଫଙ୍କସନ ଆସୁଛି। ସେଇଥିପାଇଁ ସମସ୍ତଙ୍କୁ ଯେହେତୁ ନିମନ୍ତ୍ରଣ ରହିବ, ସେଇଥିପାଇଁ ଲୁଗାପଟା କିଣିବାର ଥିଲା। 4 ଘଣ୍ଟାର ଷ୍ଟ୍ରଗଲ ପରେ ଆମେ ବହୁତ ସାରା ଲୁଗାପଟା କିଣିଥିଲୁ। ଏମିତିକି 50-60 ହଜାର ପାଖାପାଖି ଲୁଗା କିଣାକିଣି କରିସାରିଲା ପରେ ଆମେ ଯାଇକି ନାନୀ ଘରେ ରାତିରେ ପହଞ୍ଚି ଯାଇଥିଲୁ। ଆଉ କ୍ରିଶୁ ଦୋକାନ ବଜାର ଗଲେ ସେ ତାର କିଛି ଚିହ୍ନା ଅଛି ନା କିଛି ବାର ନାହିଁ, ସବୁବେଳେ ତାର ଖେଳ ବୁଲ ଚାଲିଥିବ। ଆଉ ଥିଲେ ଝିଅକୁ ଜଗିବାକୁ ଥିଲେ ତାର ପିଇସା ଆଉ ହବି, ସେମାନେ 2 ଜଣ ଝିଅକୁ ବହୁତ ଭଲ ଭାବରେ ଜଗିଛନ୍ତି। ଆଉ ଆମର ତ ଲେଡ଼ିଜ କାମ ହେଉଛି ଲୁଗାପଟା ବାଛିବା, ଜେଣ୍ଟସ ମାନଙ୍କର କୌଣସି କାମ ନାହିଁ। ତାପରେ ଆମେ ଲୁଗା ବଛା କରିକି ଘରକୁ